ଆଜି ସକାଳୁ ସକାଳୁ ବାରିକାନି ପଳେଇ ଆସିଲା ଦେଶୀ ଫୁଲକୋବି ବିକ୍ରି ହେବା ପାଇଁ। ତାକୁ ଟିକେ କିଣିଦେଲୁ। ତାକୁ କିଣି ତାପରେ ତାକୁ ଦେଖିକି ସିଝେଇଥିଲି ଆଳୁ। ଆଳୁଟି ସିଝେଇ ସାରିଲା ପରେ ତାକୁ ସବୁ କଟାକଟି କରିଦେଲୁ। କଢ଼େଇ ଗୋଟେ ଗ୍ୟାସ୍ ଦେହରେ ବସେଇ ଲୁଣ ହଳଦୀ ଦେଇ ଫୁଲକୋବିକୁ ଭାଜିଦେଲି। ଆଳୁଟି ମଧ୍ୟ ଭାଜିଦେଲି ହଳଦୀ ଗୁଣ୍ଡ ଟିକେ ଦେଇକି। ତାପରେ ଟମାଟୋକୁ ମଧ୍ୟ ଟିକେ ଭାଜିଦେଲି। ସବୁ ଭଜା ହେଇସାରିଲା ପରେ ତା ପାଇଁ ମସଲା ପାଇଁ ନେଲି କାଜୁ, ପୋସ୍ତକ, ଚାରମଗଜର ବଟା, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ମସଲା ଗୁଣ୍ଡ ଆଉ କାଶ୍ମୀରୀ ଲଙ୍କାଗୁଣ୍ଡ। ଫେରେ କଢ଼େଇ ଗୋଟେ ଗ୍ୟାସ୍ ଦେହରେ ବସେଇ ତେଲ ଟିକେ ଦେଇ ଫୁଟଣ ଦେଇ ପକେଇଦେଲି ମସଲା ଗୁଣ୍ଡ ସବୁ। ପାଣି ଟିକେ ଦେଇ ଭଲ ଭାବେ କଷିଦେଲି। ଟମାଟୋଟି ପକେଇଦେଲି। ଟମାଟୋ ପକେଇକି ଲୁଣ ପକେଇଛି କିନ୍ତୁ ଭିଡ଼ିଓଟି ବନେଇନି। ତାପରେ ପକେଇଦେଲି ଫୁଲକୋବି ଟିକେ କଷିକି ଆଳୁ ପକେଇଦେଲି। ଆଳୁଟା ଭଲ ଭାବେ କଷାକଷି କରି ଦେଇଦେଲି ପାଣି। ଘୋଡ଼େଇ ଛାଡ଼ିଦେଲି ସିଝିବା ପାଇଁ। ତାପରେ ଦେଇଦେଲି କାଜୁର ବଟାଟାକୁ। କାଜୁ ବଟାଟି ଦେଇ ସାରିଲେ ତାକୁ ବେଶୀ ସମୟ ସିଝେଇବାନି, ଲାଗିଯିବ ତଳେ, ଟିକେ ଘଣ୍ଟା ଘଣ୍ଟି କରିବା। ତାପରେ ଓହ୍ଲେଇଦେବା। ଆପଣମାନେ ଭିଡ଼ିଓଟି ଦେଖନ୍ତୁ, କେମିତି ଲାଗିଲା ନିଶ୍ଚୟ କମେଣ୍ଟ ଟିକେ କରନ୍ତୁ।